ଦେହର ରୋଗରେ ସେତିକି କଷ୍ଟ ନଥାଏ, ଯେତିକି କଷ୍ଟ ମନର ରୋଗରେ ମଣିଷ ପାଇଥାଏ। ଯାହାର ବିଚାର ଅଦାଲତ କରିପାରେ ନାହିଁ, ତାର ବିଚାର ସମୟ କରିଦିଏ। ଆଉ ସମୟ ଯେତେବେଳେ ବିଚାର କରେ, ସେତେବେଳେ ସାକ୍ଷୀ କି ପ୍ରମାଣର ଆବଶ୍ୟକତା ପଡ଼େ ନାହିଁ। ଜୀବନରେ ସବୁବେଳେ ସମସ୍ୟା ତ ଲାଗି ରହେ, କିନ୍ତୁ ସେହି ସମସ୍ୟା ଭିତରେ ଯେଉଁ ମଣିଷ ଖୁସି ସାଉଁଟି ପାରେ, ତାକୁ ଜୀବନ ଯୁଦ୍ଧରେ ବିଜେତା ବୋଲି କୁହାଯାଏ। ନିଜ ଲୋକ ହିଁ ନିଜର ଘର ଭାଙ୍ଗିଥାନ୍ତି, କାରଣ ପରଲୋକ କେମିତି ଜାଣିଲେ ଯେ କୋଉ କାନ୍ଥ ଦୁର୍ବଳ ଆଉ କୋଉ କାନ୍ଥ ଶକ୍ତ। ସାଥିରେ ଛିଡ଼ା ହୋଇ ସାହସ ଦେବା ପାଇଁ କେହି ଲୋକ ନାହାନ୍ତି, ସାମ୍ନାରେ ଛିଡ଼ା ହୋଇ ରାସ୍ତା ଦେଖାଇବାକୁ କେହି ଲୋକ ନାହାନ୍ତି, କିନ୍ତୁ ପଛରେ ଛିଡ଼ା ହୋଇ ଅନେକ କଥା କହିବାକୁ ଆଜିକାଲି ବହୁତ ଲୋକ ଅଛନ୍ତି। ଜୀବନରେ ଭୁଲିଯାଅ ସେଇମାନଙ୍କୁ, ଯେଉଁମାନଙ୍କୁ କେବେ ତୁମେ କ୍ଷମା କରିପାରିବନି, ଆଉ କ୍ଷମା କରିଦିଅ ସେଇମାନଙ୍କୁ, ଯେଉଁମାନଙ୍କୁ ତୁମେ କେବେ ଭୁଲି ପାରିବ ନାହିଁ। ଜୀବନରେ ଯଦି କିଛି ବଡ଼ ଜିନିଷ ମିଳିଯାଏ ନା, ଛୋଟକୁ କେବେ ଭୁଲନ୍ତୁ ନାହିଁ, କାରଣ ଯେଉଁଠାରେ ଛୁଞ୍ଚି କାମ କରିଥାଏ, ସେଠାରେ ଖଡ଼କ କରିପାରିନଥାଏ। ଯଦି ସମୟ ଖରାପ ଚାଲିଛି, ତେବେ କାଲା ଭଳି ହେବାକୁ ଚେଷ୍ଟା କର, କାହିଁକି ନା ସେହି ସମୟରେ କେବଳ ବାହାର ଲୋକ ନୁହେଁ, ନିଜ ଲୋକ ବି ଶୁଣନ୍ତି କମ୍ ଆଉ ଶୁଣାନ୍ତି ଅଧିକ। ମଣିଷ କଥା କହିବା ଶିଖିବାକୁ ପାଖାପାଖି 2 ବର୍ଷ ଲାଗିଯାଏ, କିନ୍ତୁ କେଉଁଠି କ'ଣ କହିବା ଉଚିତ ତାହା ଶିଖିବା ପାଇଁ ସାରା ଜୀବନ କମ୍ ପଡ଼ିଥାଏ। ରାଗ ଆସୁଥିବା ସମୟରେ କାହାକୁ ଖରାପ ଭାଷାରେ ଗାଳି କରନ୍ତୁ ନାହିଁ, କାହିଁକି ନା ରାଗ ପରବର୍ତ୍ତୀ ସମୟରେ ଶାନ୍ତ ହୋଇଯିବ, କିନ୍ତୁ ରାଗ ସମୟରେ କହିଥିବା ଖରାପ କଥାକୁ ଫେରାଇ ଆଣିପାରିବେ ନାହିଁ। ଅନ୍ୟର କଷ୍ଟ ଦେଖିଲେ ଯଦି ତୁମେ ଦୁଃଖ ଅନୁଭବ କରୁଛ, ତେବେ ଜାଣି ରଖ ଯେ ଈଶ୍ୱର ତୁମକୁ ମଣିଷ ଜନ୍ମ ଦେଇ କୌଣସି ଭୁଲ କରିନାହାନ୍ତି। ଜୀବନରେ ସବୁବେଳେ ଏମିତି ଲୋକଙ୍କୁ ପସନ୍ଦ କର, ଯାହାର ହୃଦୟ ତାର ଚେହେରାଠୁ ବି ସୁନ୍ଦର ହୋଇଥିବ। ନା ବଡ଼, ନା ପଦ ବଡ଼, ନା ଅର୍ଥ ବଡ଼, ନା ଧର୍ମ ବଡ଼। ଅସଲ କଥାଟା ହେଲା, ବିପଦରେ ଯିଏ ସାଥିରେ ରୁହେ, ସେ ହିଁ ସବୁଠୁ ବଡ଼। ସହିବାର ଗୋଟେ ସୀମା ଥାଏ, ଆଉ ବୁଝିବାର ବି ଗୋଟେ ସୀମା ଥାଏ। ଏଇ ଦୁଇଟି ଯେତେବେଳେ ସୀମା ପାର ହୋଇଥାଏ, ମଣିଷର ସବୁ ସମ୍ପର୍କ ସେଇଠାରେ ହିଁ ଶେଷ ହୋଇଯାଇଥାଏ। ଜୀବନ ମଣିଷକୁ ସବୁ ଶିଖାଏ। ଜୀବନ କେବେ ହସାଏ, ଆଉ ପୁଣି କେବେ କନ୍ଦାଏ, କିନ୍ତୁ ଯିଏ ସବୁ ପରିସ୍ଥିତିକୁ ସାମ୍ନା କରିପାରେ, ଜୀବନ ତା ଆଗରେ ମଥା ନୁଆଁଏ। ଲୋକଙ୍କ ପ୍ରକୃତ ଚରିତ୍ର ସେତେବେଳେ ଜଣାପଡ଼େ, ଯେତେବେଳେ ତାଙ୍କ ଜୀବନରେ ଆମର ଆବଶ୍ୟକତା ସରିଯାଏ। ଯିଏ ଆସିବାକୁ ଚାହୁଁଛି, ତା ପାଇଁ ବାଟ ଅଭାବ ନାହିଁ, ଆଉ ଯିଏ ଯିବାକୁ ଚାହୁଁଛି, ତା ପାଇଁ ବାହାନା ଅଭାବ ନାହିଁ। ମୁଁ ସ୍ୱାର୍ଥପର ନୁହେଁ, ବାସ୍ ସେଇମାନଙ୍କ ଠାରୁ ଅଲଗା ହେଇଯାଇଛି ଯେଉଁମାନଙ୍କୁ ମୋର ଆବଶ୍ୟକତା ନାହିଁ। ମଣିଷ ତା ଜୀବନ କାଳରେ ସବୁକିଛି ଭୁଲି ଯାଇପାରେ, କିନ୍ତୁ ତା ମନକୁ କଷ୍ଟ ଦେଇଥିବା ମଣିଷକୁ ସେ କେବେ ଭୁଲିପାରେ ନାହିଁ। ଆବଶ୍ୟକଠୁ ଅଧିକ ସମୟ ଦେଲେ ଏବଂ ପାଇବାଠୁ ଅଧିକ ସମ୍ମାନ ଦେଲେ ମଣିଷ ବଦଳି ଯାଆନ୍ତି। ପାଣିକୁ ନ ପଶିଲେ ଯେମିତି ପହଁରିବା ଶିଖି ହୁଏ ନାହିଁ, ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ। ମନ ପରିଷ୍କାର ରଖନ୍ତୁ, ଈଶ୍ୱରକୁ ସ୍ମରଣ କରନ୍ତୁ, କାରଣ ଶେଷ ହିସାବଟା ଅର୍ଥରେ ନୁହେଁ, କର୍ମର ହେବ। ସଫା ହୃଦୟ ଥିବା ଲୋକ ସବୁବେଳେ ମାନସିକ ଯନ୍ତ୍ରଣା ପାଇଥାଏ, କାରଣ ଅନେକ ସମୟରେ ଲୋକମାନେ ତାକୁ ବୁଝିପାରନ୍ତି ନାହିଁ, କିମ୍ବା ବୁଝିକି ବି ଜାଣିଶୁଣି କଷ୍ଟ ଦିଅନ୍ତି। ଜୀବନ ହେଉଛି ଗୋଟେ ଏମିତି ଗଣିତ, ଯାହାକୁ କଷିବା ପାଇଁ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡ଼େ। ବେଦ ପଢ଼ିବା ବହୁତ ସହଜ, କିନ୍ତୁ ଯେଉଁଦିନ ଅନ୍ୟର ବେଦନା ପଢ଼ିପାରିବେ, ସେଦିନ ଭାବନ୍ତୁ ମଣିଷ ଜନ୍ମ ଆପଣଙ୍କ ସାର୍ଥକ ହୋଇଛି। କେବେ ବି କାହାକୁ କଥା ହେବା ପାଇଁ ଅନୁରୋଧ କରିବା ଦରକାର ନାହିଁ, କାରଣ ଯାହା ପାଖରେ ପ୍ରକୃତରେ ତୁମର ମୂଲ୍ୟ ଥିବ, ସେ ହଜାର ବ୍ୟସ୍ତତା ଭିତରେ ବି ତୁମକୁ ସମୟ ଦେବ। ବିପତ୍ତି ବେଳେ ବିଚଳିତ ନ ହୋଇ ଚତୁରତାର ସହ ସମାଧାନ କର, ସଫଳତା ଅବଶ୍ୟ ମିଳିବ। ଏ ଦୁନିଆରେ ବଞ୍ଚିବାକୁ ହେଲେ ଏକେଲା ସଂଘର୍ଷ କରିବାକୁ ପଡ଼େ, କାରଣ ଅସୁବିଧା ସମୟରେ କେହି ବି ସାହା ହୁଅନ୍ତି ନାହିଁ। ଏଇ ହେଉଛି ସ୍ୱାର୍ଥପର ଦୁନିଆର ନିୟମ। ଥରେ ଜଣେ ମଣିଷ ଭଗବାନ ବୃଦ୍ଧଙ୍କୁ କହିଲେ, ଜୀବନରେ ସବୁବେଳେ ମୁଁ ଖୁସିରେ ଚାହେଁ। ବୃଦ୍ଧ ସୁନ୍ଦର ଉତ୍ତରଟିଏ ଦେଲେ, ପ୍ରଥମେ ସେଥିରୁ ମୁଁ କାଢ଼ିଦିଅ, କାହିଁକି ନା ଏହା ଅହଙ୍କାର। ତାପରେ
ଚାହିଁକୁ କାଢ଼ି ଦିଅ। ଏହା ଅଭିଳାଷ। ଏହା ପରେ ଦେଖ ତୁମେ ଜୀବନରେ ସବୁବେଳେ ଖୁସିରେ ହିଁ ରହିବ। ସଂସାରରେ ଭଲ କାମ କରିବାର ଅର୍ଥ ନିନ୍ଦା ଓ କଷ୍ଟ ମିଳିବା। ଯୁଗେ ଯୁଗେ ଭଲକୁ ନିନ୍ଦା ମିଳିଛି, କାରଣ ମିଠା ଫଳ ଫଳୁଥିବା ବୃକ୍ଷକୁ ଅଧିକ ଟେକା ମାଡ଼ ହୁଏ। ସଂସାରରେ ଭଲ ମଣିଷକୁ ବେଶୀ ଦୁଃଖ ମିଳେ। ଜୀବନର ବେଳାଭୂମିରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ। ଜୀବନ ଦି ଦିନର। ଜଣେ କୃଷ୍ଣ, ଯିଏ ଲଢ଼ିଲେ ତ ନାହିଁ କିନ୍ତୁ ବନ୍ଧୁକୁ ଜିତେଇ ଦେଲେ। ଆଉ ଜଣେ କର୍ଣ୍ଣ, ଯିଏ ହାରିଗଲେ ପଛକେ ଶେଷ ପର୍ଯ୍ୟନ୍ତ ବନ୍ଧୁକୁ ଛାଡ଼ିଲେ ନାହିଁ। ଉପଯୋଗ ନଥିଲେ ଧନ ବ୍ୟର୍ଥ, ବିନମ୍ରତା ନଥିଲେ ବିଦ୍ୟା ବ୍ୟର୍ଥ, ସାହସ ନଥିଲେ ଅର୍ଥଶସ୍ତ୍ର ବ୍ୟର୍ଥ, ଗୁଣ ନଥିଲେ ରୂପ ବ୍ୟର୍ଥ, ପରୋପକାର ନଥିଲେ ଜୀବନ ବ୍ୟର୍ଥ। ଈଶ୍ୱର ସବୁ ରୂପରେ ଆପଣଙ୍କୁ ସାହାଯ୍ୟ କରନ୍ତି, ତେଣୁ ତାଙ୍କୁ ଖୋଜିବାକୁ ପ୍ରୟାସ କର ନାହିଁ, କେବଳ ଚିହ୍ନିବା ଆବଶ୍ୟକ। ଆପଣଙ୍କୁ କିଏ କ'ଣ କହୁଛି ତାକୁ ଭାବି କେବେ ବିଚଳିତ ହୁଅ ନାହିଁ, କାରଣ ହୀରାକୁ କାଚ କହିଦେଲେ ହୀରା କେବେ କାଚ ହୋଇଯାଏ ନାହିଁ। ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ। ଯେତେବେଳେ ଏହି ତିନୋଟି ଯାକ ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ। ସନ୍ଦେହ ଓ ଅବିଶ୍ୱାସ ମଣିଷକୁ ସବୁ ସମ୍ପର୍କରୁ ଦୂରକୁ ନେଇଯାଏ। ତେଣୁ କୌଣସି କଥାର ସତ୍ୟ ନ ଜାଣି କାହାକୁ ସନ୍ଦେହ କରିବା ବା ଅବିଶ୍ୱାସ କରିବା ଠିକ୍ ନୁହେଁ। ନହେଲେ ଅତି ନିଜର ଲୋକଟିକୁ ହରାଇବାକୁ ପଡ଼ିବ। ବେଶୀ ଦିନ ବଞ୍ଚିବା ପାଇଁ ଖାଇବା ଅଧା କରନ୍ତୁ, ପାଣି 2 ଗୁଣା ପିଅନ୍ତୁ, ବ୍ୟାୟାମ 3 ଗୁଣା କରନ୍ତୁ, ହସିବା 4 ଗୁଣା କରନ୍ତୁ। ଯଦି କେହି ଆପଣଙ୍କ ବିଷୟରେ ଖରାପ କହୁଛି ତେବେ ତାକୁ କହିବାକୁ ଦିଅନ୍ତୁ। ଏମିତି ନୀଚ କାମ କେବଳ ନୀଚ ଲୋକମାନେ ହିଁ କରିଥାନ୍ତି। ଯେଉଁ ନାରୀ ସବୁ ଖୋଲା କରି ଶୟନ କରେ, ଯେଉଁ ମହିଳା ଶୋଇବା ସମୟରେ ନିଜ ଛାତିକୁ ଖୋଲା କରି ଶୋଇଥାଏ, ସେହି ମହିଳା ସବୁବେଳେ ଦୁଃଖ କଷ୍ଟ ପାଇଥାଏ। ଯେଉଁ ମହିଳା ଶୋଇବା ସମୟରେ ନିଜ ଶରୀରରେ କିଛି ବସ୍ତୁ ପିନ୍ଧେ ନାହିଁ, ସେହି ମହିଳାଙ୍କ ଉପରେ ମା ଲକ୍ଷ୍ମୀ କୋପଦୃଷ୍ଟି ରଖନ୍ତି। ଯେଉଁ ମହିଳା ସ୍ନାନ କରିବା ପୂର୍ବରୁ ନିଜ ଦେହରେ ତେଲ ଲଗାଇଥାଏ, ସେହି ମହିଳା ସବୁବେଳେ ଦୁଃଖ କଷ୍ଟ ପାଇଥାଏ।